ନମସ୍କାର ସାଙ୍ଗମାନେ, ଜୟ ଶ୍ରୀ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା ପିତା ଲାଗିପାରେ କିନ୍ତୁ ନିରାଟ ସତ୍ୟ କଥା। ଏଇ କଥା ଆପଣଙ୍କୁ ବହୁତ ପିତା ଲାଗିବ। ଜଣେ ପୁରୁଷ ମଧ୍ୟ ଏକ ଅଦ୍ଭୁତ ଜିନିଷ। ଯେଉଁ ସ୍ତ୍ରୀକୁ ପ୍ରେମ ନାମରେ ଆଲିଙ୍ଗନ କରିବାକୁ ଲଜ୍ଜିତ କରେ ନାହିଁ, ସେଇ ପୁରୁଷ ଯେତେବେଳେ ସନ୍ତୁଷ୍ଟ ହୋଇଯାଏ ନା, ସେତେବେଳେ ସେହି ମହିଳାକୁ ବେଶ୍ୟା କହିବା ପାଇଁ ବି ଟିକେ ବି ହେଲେ ଲଜ୍ଜିତ ଅନୁଭବ କରନ୍ତି ନାହିଁ। ସମୟ ସବୁ ଶିଖେଇ ଦିଏ। ସମୟ ସବୁ କିଛି ଶିଖେଇ ଦେଇଥାଏ। ଲୋକଙ୍କ ସହିତ ବଞ୍ଚିବା ଏବଂ ଲୋକଙ୍କ ବିନା ବଞ୍ଚିବା ସବୁକିଛି ଏ ସମୟ ହିଁ ଶିଖେଇ ଦେଇଥାଏ। ସଂସ୍କାରୀ ବୋହୂ ହେବା ଚକ୍କରରେ ଏତେ ବି ସହିକି ରୁହନ୍ତୁ ନାହିଁ ଯେ ସାମ୍ନାବାଲା ଆପଣଙ୍କୁ ଖେଳଣା ବୋଲି ଭାବି ନେବ। ନିଜର ଅଧିକାର ପାଇଁ ସବୁବେଳେ କୁହନ୍ତୁ, ନିଜର ଅଧିକାର ପାଇଁ ସବୁବେଳେ ଲଢ଼େଇ କରନ୍ତୁ। ବାପା ମା ମାନଙ୍କର ସାରା ଜୀବନ ଚାଲି ଯାଇଥାଏ ନିଜ ଝିଅକୁ ସଂସ୍କାର ଦେବାରେ, ଏବଂ କିଛି ଲୋକ 2 ମିନିଟରେ ତାଙ୍କର କ୍ୟାରେକ୍ଟର ସାର୍ଟିଫିକେଟ୍ ଦେଇକି ଚାଲି ଯାଇଥାନ୍ତି। ଗୋଟେ ସମୟରେ ସମସ୍ତେ ଅପରିଚିତ ବ୍ୟକ୍ତି ହୋଇଯିବେ। କାହାକୁ ଆପଣ ନିଜର ବୋଲି ସାରା ଜୀବନ ବିବେଚନା କରିବା କେବଳ ଏହା ଆପଣଙ୍କର ଭ୍ରମ ଅଟେ। ସତରେ ସାଙ୍ଗମାନେ, ଗୋଟେ ସମୟ ଅନୁସାରେ ସମସ୍ତେ ଅପରିଚିତ ହୋଇଯିବେ। କେତେ ଅଦ୍ଭୁତ ନା! ମନ୍ତ୍ର ଦ୍ୱାରା ବିବାହ ଏବଂ ସମ୍ବିଧାନ ଦ୍ୱାରା ଛାଡ଼ପତ୍ର। ମନ୍ତ୍ର ଗୁଡ଼ିକରେ ସେହି ଶକ୍ତି ନାହିଁ କି ଛାଡ଼ପତ୍ର ମଧ୍ୟ ମନ୍ତ୍ର ମାଧ୍ୟମରେ କରାଯାଇପାରିବ। ମଦ୍ୟପାନର ସମୟ ସମାପ୍ତ ହୁଏ ନାହିଁ। ମଦ୍ୟପାନର ସମୟ ସମାପ୍ତ ହୁଏ ନାହିଁ। କେବଳ ମଦ ପିଇବାବାଲାର ସମୟ ସମାପ୍ତ ହୋଇଯାଇଥାଏ। ସାଙ୍ଗମାନେ, ଯଦି ଆପଣ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲକୁ ଗୋଟେ ଛୋଟ ସବସ୍କ୍ରାଇବ୍ କରିଦିଅନ୍ତୁ, ଗୋଟେ ଛୋଟ ଲାଇକ୍ଟେ ଦିଅନ୍ତୁ ଏବଂ ଆପଣଙ୍କର ଗୋଟେ ଛୋଟ କମେଣ୍ଟଟେ ଦିଅନ୍ତୁ, ଯାହାଦ୍ୱାରା ମୋତେ ଆଗକୁ ବଢ଼ିବା ପାଇଁ ପ୍ରେରଣା ମିଳିବ। ଧନ୍ୟବାଦ। ଆଖି ବନ୍ଦ କରିଦେଲେ ଅସୁବିଧା ଟଳିଯିବ ନାହିଁ ଏବଂ ଅସୁବିଧା ନ ଆସିଲେ ଆଖି ଖୋଲି ନଥାଏ। ପୁରୁଷ ସେଇ କଳା କପଡ଼ା ଭଳି ହୋଇଥାଏ, ଯାହା ଉପରେ ଲାଗିଥିବା ରକ୍ତର ଦାଗ ବି କାହାକୁ ବି ଦେଖାଯାଇ ନଥାଏ, ଏବଂ ମହିଳା ସେହି ଧଳା କପଡ଼ା ହୋଇଥାଏ, ଯାହା ଉପରେ ଟିକେ ବି ଲାଗିଥିବା ପାଣିର ଦାଗ ବି ସମସ୍ତଙ୍କୁ ଦେଖାଯାଇଥାଏ। ଏହି 4 ଜଣଙ୍କ ଉପରେ ଭରସା କରିକି କେବେ ଆଗକୁ ଚାଲିବା କଥା ନୁହେଁ। 1ରେ ନେତାଙ୍କ ଉପରେ, 2ରେ ପୁଅ ଉପରେ, 3ରେ ମୂର୍ଖ ଉପରେ, 4ରେ ପର ସ୍ତ୍ରୀ ଉପରେ ବା ପର ପୁରୁଷ ଉପରେ। ଏମାନଙ୍କ ଉପରେ କେବେ ବି ହେଲେ ଭରସା କରିକି ଆଗକୁ ବାଟ ଚାଲନ୍ତୁ ନାହିଁ, ଆପଣ ହିଁ ହଇରାଣ ହେବେ। ପ୍ରେମ ଏବଂ ମୃତ୍ୟୁ ଭିତରେ ଏହି ଗୋଟେ ସମନ୍ୱୟତା ରହିଥାଏ। ଏହା ନା ବୟସ ଦେଖିଥାଏ, ନା ସମୟ ଦେଖିଥାଏ, ନା ସ୍ଥାନ ଦେଖିଥାଏ। ଯେଉଁ ପୁରୁଷ ପତ୍ନୀକୁ ପରଖିଥାଏ ପତ୍ନୀର ସବୁ କଥା ସ୍ୱାମୀକୁ ଭୁଲ ହିଁ ଲାଗିଥାଏ, କିନ୍ତୁ ଯିଏ ପତ୍ନୀକୁ ବୁଝିଥାଏ ତାଙ୍କ ସବୁ କଥା ସ୍ୱାମୀକୁ ଠିକ୍ ହିଁ ଲାଗିଥାଏ। ତେଣୁକରି ସ୍ତ୍ରୀକୁ କେବେ ହେଲେ ପରଖନ୍ତୁ ନାହିଁ। ଆପଣ ବୁଝାବଣା ହେଇକି ଆପଣ ସମ୍ପର୍କକୁ ଭଲରେ ଚଳାନ୍ତୁ। ଜୀବନ ବି କେଡ଼େ ଅଦ୍ଭୁତ। ଯଦି ଆପଣ ହସୁଛନ୍ତି ତେବେ ଲୋକମାନେ ଈର୍ଷା କରନ୍ତି। ଯଦି ଆପଣ ଏକୁଟିଆ ରୁହନ୍ତି ତେବେ ସେମାନେ ପ୍ରଶ୍ନ ବି କରନ୍ତି। ସତରେ ଜୀବନ ବଡ଼ ଅଦ୍ଭୁତ। ଯେଉଁ ଘରେ ବୋହୂର କୌଣସି ମୂଲ୍ୟ ନଥାଏ, ଶ୍ୱଶୁର ପାଖରେ ନିଜର କୌଣସି ବୁଦ୍ଧି ନଥାଏ, ଶାଶୁ ନଣନ୍ଦଙ୍କର ରାଜ ଚାଲିଥାଏ, ସେଇ ଘର ବିନାଶ ହେବା ଥୟ। ଏହା ସତ୍ୟ 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 କଥା। ଭାଇମାନେ, ଆପଣ ଏହିପରି 4 ପତ୍ନୀଙ୍କ ଠାରୁ ସବୁବେଳେ ଦୂରେଇ ରହିବା ଉଚିତ। 1ରେ ଯେଉଁ ପତ୍ନୀ ବହୁତ ସାରା ପୁରୁଷମାନଙ୍କ ସହିତ ବହୁତ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ମେସେଜରେ କଥାବାର୍ତ୍ତା ହୋଇଥାଏ, ଏଇଭଳିଆ ସ୍ତ୍ରୀଠୁ ଦୂରେଇ ରୁହନ୍ତୁ। 2ରେ ଯେଉଁ ପତ୍ନୀ କେବଳ ପଇସା ପାଇଁ ପତି ସହିତ ରହିଥାଏ। 3ରେ ଯେଉଁ ପତ୍ନୀ ପତିର କୌଣସି କଥା କେବେ ହେଲେ ମାନିନଥାଏ ଏବଂ ତା ସହିତ ଓଲଟା ଜବାବ ଦେଇକି ପତିର ମୁହଁ ବନ୍ଦ କରିଦେଇଥାଏ, ଏଭଳି ସ୍ତ୍ରୀଠୁ ଦୂରେଇ ରୁହନ୍ତୁ। 4ରେ ଯେଉଁ ପତ୍ନୀ ସବୁବେଳେ ଝଗଡ଼ା କରିଥାଏ ଏବଂ ପତିଙ୍କର କେବେ ସମ୍ମାନ କରିନଥାଏ, ଏଇଭଳି ସ୍ତ୍ରୀମାନଙ୍କୁ ପରିତ୍ୟାଗ କରିଦିଅନ୍ତୁ। ପଇସା ପଛରେ ଦୌଡ଼ୁଥିବା ମହିଳା ଏବଂ ପ୍ରତ୍ୟେକ ମହିଳାଙ୍କ ପଛରେ ଦୌଡ଼ୁଥିବା ପୁରୁଷ ସେ କେବେ ବି ହେଲେ ବିଶ୍ୱସ୍ତ ହୋଇପାରିବେ ନାହିଁ। କଥାଟା ଟିକେ କଟୁ ଲାଗିପାରେ, କିନ୍ତୁ ଏହା ହିଁ ହେଉଛି ସତ୍ୟ ଅଟେ, ସତ୍ୟ କଥା। ପରିସ୍ଥିତି ବଦଳିବା ଯେତେବେଳେ
ସମ୍ଭବ ନ ହୁଏ। ପରିସ୍ଥିତି ବଦଳିବା ଯେତେବେଳେ ସମ୍ଭବ ନ ହୁଏ ସେତେବେଳେ ମନର ସ୍ଥିତିକୁ ବଦଳାଇ ଦିଅନ୍ତୁ। ଦେଖିବେ ସବୁକିଛି ଆପେ ଆପେ ଠିକ୍ ହେଇଯିବ। ସତରେ ସାଙ୍ଗମାନେ ଯେତେବେଳେ ପରିସ୍ଥିତି ନ ବଦଳି ପାରୁଛି ନା ନିଜର ମନର ସ୍ଥିତିକୁ ବଦଳାଇ ଦିଅନ୍ତୁ। ଜଣେ ମହିଳା କୌଣସି ଅପରିଚିତ ବ୍ୟକ୍ତିକୁ ନିଜ ଶରୀରକୁ ଛୁଇଁବାକୁ ଅନୁମତି ଦିଏ ନାହିଁ, କିନ୍ତୁ ଜଣେ ପୁରୁଷ ନିଜର ଲୋଭ ପାଇଁ ଜଣେ ଅପରିଚିତ ନାରୀ ସହିତ ପ୍ରେମ କରୁଥିବାର ନାଟକ କରିଦେଇଥାଏ। ସତରେ ସାଙ୍ଗମାନେ ଏଇଭଳି ହିଁ ଯୁଗ ଆଜିକାଲି ଚାଲିଛି। 7 ଜାଗାରେ ମୁହଁ ମାରିଥିବା ଗୋଟେ କୁଆଁରୀ ଝିଅକୁ ଲୋକ ଅତି ସହଜରେ ନିଜ ଘରର ବୋହୂ କରିକି ନେଇଯାଉଛନ୍ତି ଏବଂ ସେଇ ଛାଡ଼ପତ୍ର ଓ ବିଧବା ହୋଇଥିବା ଝିଅକୁ ନିଜ ଘରର ବୋହୂ କରିକି ନେବାରେ ଲୋକଙ୍କୁ ଲୋକଙ୍କୁ ବହୁତ ଲାଜ ଲାଗିଥାଏ। କଥା ଟିକେ ପିତା ଲାଗିପାରେ, କିନ୍ତୁ ନିରାଟ ସତ୍ୟ କଥା ସାଙ୍ଗମାନେ। 7 ଜାଗାରେ ମୁହଁ ମାରିଥିବା ଝିଅକୁ ନେବା ପାଇଁ ଟିକେ ବି ଲାଜ କରନ୍ତିନି, କିନ୍ତୁ ଗୋଟେ ବିଧବା କି ଛାଡ଼ପତ୍ର ଝିଅକୁ ନେବା ପାଇଁ ଶାଶୁଘର ଲୋକ ଲଜ୍ଜିତ ଅନୁଭବ କରନ୍ତି। ଜଣେ ମହିଳାଙ୍କୁ ତାଙ୍କ ସୌନ୍ଦର୍ଯ୍ୟ ଅନୁଯାୟୀ ସମ୍ମାନ ଦିଆଯାଏ ଏବଂ ପକେଟରେ ଥିବା ଟଙ୍କା ଅନୁଯାୟୀ ଜଣେ ପୁରୁଷକୁ ସମ୍ମାନ ଦିଆଯାଏ। ଏହା ହେଉଛି ଆମ ସମାଜର ସତ୍ୟ କଥା, ଆଜିକା ଯୁଗର ସତ୍ୟ କଥା। ଯଦି ଗୋଟେ ମହିଳା ସୁନ୍ଦର ଥାଏ ତାକୁ ସମ୍ମାନ ଦିଆଯାଏ ତା ସୁନ୍ଦର ଦେଖି। ଆଉ ଯଦି ଜଣଙ୍କର ଗୋଟେ ପୁରୁଷର ପଇସା ଥାଏ ନା ତା ପଇସା ଦେଖିଯାଏ ତାକୁ ସମ୍ମାନ ଦିଆଯାଏ। ଇତିହାସ ଏହାର ସାକ୍ଷୀ ଅଟେ ଯେ ଜଣେ ପୁରୁଷ ନିଜ ପ୍ରିୟ ମହିଳାଙ୍କୁ ଅତ୍ୟଧିକ ଚିଡ଼େଇକି ରଗେଇ ଦିଏ ଏବଂ ତାଙ୍କୁ ମନେଇ ବି ଦେଇଥାଏ। ପ୍ରେମରେ ନଈଁଗଲେ କେହି କାହାର ଦାସତ୍ୱ ହୋଇଯାଏ ନାହିଁ। ପ୍ରେମରେ ନଈଁଗଲେ କେହି କାହାର ଦାସତ୍ୱ ହୋଇଯାଏ ନାହିଁ। କେବଳ ଜଣେ ବୁଦ୍ଧିମାନ ସାଥୀ ନିଜ ସାଥୀକୁ ସମ୍ମାନ କରିବାର ସାହସ ପାଇପାରେ। ଜଣେ ବ୍ୟକ୍ତିଙ୍କୁ ବିନା ମୂଲ୍ୟରେ ସ୍ୱାର୍ଥପର କୁହାଯାଏ ନାହିଁ। ସେ ନିଜ ସୁଖ ଅପେକ୍ଷା ଅନ୍ୟମାନ ଦୁଃଖକୁ ଉପଭୋଗ କରନ୍ତି, ସେଥିପାଇଁ ତ ସେମାନଙ୍କୁ ସ୍ୱାର୍ଥପର କୁହାଯାଏ। ଖାଲିଟାରେ କେହି କାହାକୁ ସ୍ୱାର୍ଥପର କୁହନ୍ତି ନାହିଁ। ଯେତେବେଳେ ବିଶ୍ୱାସ ସମ୍ପର୍କରୁ ଅଦୃଶ୍ୟ ହେବା ଆରମ୍ଭ କରେ ଏବଂ ଜିଦ୍, ପ୍ରତିଯୋଗିତା ଏବଂ ଖରାପ ଆଚରଣ ଦ୍ୱାରା ବଦଳିଯାଏ, ସେତେବେଳେ ସେହି ସମ୍ପର୍କ ଗୁଡ଼ିକ ଶେଷ ଆଡ଼କୁ ଗତି କରିବା ଆରମ୍ଭ କରେ। ସତରେ ସାଙ୍ଗମାନେ ସମ୍ପର୍କରୁ ଯେତେବେଳେ ବିଶ୍ୱାସ ତୁଟିଯାଏ ନା ସବୁ ଜିନିଷ ଜିଦ୍ରେ ପରିଣତ ହୋଇଯାଏ, ସେତେବେଳେ ସମ୍ପର୍କଟି ଭାଙ୍ଗିବା ଆଡ଼କୁ ଗତି କରେ। ପ୍ରିୟଜନଙ୍କ ଠାରୁ ପ୍ରାପ୍ତ ଅଭିଜ୍ଞତା ଆମକୁ ଜଣକୁ ସେତିକି ସାକ୍ଷାତ କରିବାକୁ ଚାହେଁ ଆଉ ସେତିକି ସାକ୍ଷାତ କରିବାକୁ ଶିଖାଏ। ଦୁନିଆରେ ପ୍ରେମ ଉପରେ ଏକ ଅଦ୍ଭୁତ ଅତ୍ୟାଚାର ଘଟିଛି। ଯେଉଁମାନେ ଏହାକୁ ପାଇଛନ୍ତି ସେମାନେ ଏହାକୁ ପ୍ରଶଂସା କରିନାହାନ୍ତି ଏବଂ ଯେଉଁମାନେ ଏହାକୁ ପ୍ରଶଂସା କରିଛନ୍ତି ସେମାନେ ତାହା ପାଇନାହାନ୍ତି। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ସାଙ୍ଗମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କମେଣ୍ଟ ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ସାଙ୍ଗମାନେ ପୁଣି ଦେଖା ହେବ ଗୋଟେ ନୂଆ ଭିଡ଼ିଓ ସହିତ। ସେଥିପର୍ଯ୍ୟନ୍ତ ଜୟ ଶ୍ରୀ ଜଗନ୍ନାଥ।